ଯେତେବେଳେ ମୋ ସ୍ୱାମୀ ଚାଲିଗଲା, ଯେମିତି ମାନେ ମୋ ସ୍ୱାମୀଙ୍କ ଘର ଲୋକଙ୍କ ଆଗରେ ସମସ୍ତେ ଯାଇକି କହିଥିଲ ଯେ ତା ସ୍ତ୍ରୀ ପାଇଁ, କିଏ କହିଥିଲେ ତା ମାନେ ଭାଉଜ ପାଇଁ, ମାନେ ମୁଁ ତାଙ୍କ ହିସାବରେ ଭାଉଜ ହେବି, ଭାଉଜ ପାଇଁ ଭାଇଙ୍କର ଜୀବନ ଗଲା ଆଉ ସେଥିପାଇଁ ଭାଉଜ ହିଁ ଦାୟୀ। ଯେଉଁମାନେ ସବୁ କହିଥିଲ ସାଙ୍ଗସାଥି ମୁଁ ସମସ୍ତଙ୍କୁ ଜାଣିଛି ମୋ ବିରୁଦ୍ଧରେ କିଏ କ'ଣ କହିଥିଲ। ଠିକ୍ ଅଛି, ତୁମେ ସେତେବେଳେ କହିଥିଲ, ମୁଁ ଶୁଣିଲି, ଆଗରେ କହିଛ ପଛରେ କହିଛ, ସବୁ ବୁଲି ବୁଲିକି ବି ସବୁଆଡ଼େ ପୁରା ପ୍ରଚାର କରିଛ ମୁଁ ଦୋଷୀ, ମୁଁ ଖରାପ। ଓକେ, ମୁଁ ଖରାପ। ଏବେ ଯେଉଁ 9 ମାସ ହେଇଗଲାଣି ମୋ ପିଲା ପ୍ରତି ଯେଉଁ ଅନ୍ୟାୟ ହେଉଛି, ମୋ ସ୍ୱାମୀର ପ୍ରତ୍ୟେକଟି ଜିନିଷକୁ ସେମାନେ ରଖିଛନ୍ତି। ମୁଁ ଗୋଟେ ଭିଡ଼ିଓ ନୁହଁ 1000ଟା ଭିଡ଼ିଓ କରିକି ୟୁଟ୍ୟୁବରେ ପୋଷ୍ଟ କରିସାରିଲାଣି। ମୋ ସ୍ୱାମୀର ଫୋନ୍, ମୋ ସ୍ୱାମୀର ଜିନିଷପତ୍ର, ମୋର ଯେତିକ ଜିନିଷପତ୍ର ସେଠି ଯାହା ବି ସବୁ ଥିଲା ସବୁ ସେମାନେ ରଖିଛନ୍ତି। ମୋତେ କିଛି ଜିନିଷ ଦେଲେନି, ଏମିତିକି ମୋ ପୁଅର ଗୋଟେ ଖେଳନା ବି ସେ ମୋତେ ଦେଲେନି। କେଉଁ ଗୋଟିଏ ଲୋକ କି ସେଇ ସାଙ୍ଗମାନେ ଭଦ୍ର ବ୍ୟକ୍ତି ଯେଉଁମାନେ ମୋ ବିଷୟରେ ଖରାପରେ କହୁଥିଲେ ଯେ ମୁଁ ଦୋଷୀ ବୋଲି, କେଉଁ ଗୋଟିଏ ଲୋକ ଯାଇକି ତାଙ୍କ ଘର ଲୋକଙ୍କ ଆଗରେ ପଚାରିଲଣି ଯେ ତମେ ସେ ଛୁଆଟା ଯେଉଁ 2 ବର୍ଷର ଛୁଆ ଚିଣ୍ଟୁର ଅଛି, ସେ ପିଲା ବଞ୍ଚିଛି କି ଖାଇବାକୁ ପାଉଛି ନ ପାଉଛି, କେମିତି ଅବସ୍ଥାରେ ଅଛି, ଗୋଟେ ଲୋକ ତ କାହିଁକି ପଚାରି ନ ଯାଇକି। କିନ୍ତୁ ମୋ ସ୍ୱାମୀ ଗଲା ପରେ ତୁମମାନଙ୍କୁ ମୋ ବିଷୟରେ ନ ଜାଣିକି ଭଲସେ ମୁଁ କେମିତିଆ ଝିଅ, ତୁମକୁ କିଏ ଅଧିକାର ଦେଇଥିଲା ମୋତେ ଖରାପ କହିବା ପାଇଁ? ଖରାପ କେଉଁମାନଙ୍କୁ କୁହାଯାଏ ଆପଣ ଜାଣିଛନ୍ତି? ଯେଉଁମାନେ ଭଦ୍ର ବ୍ୟକ୍ତିମାନଙ୍କୁ କୁହାଯାଉଛି। ଏଇ କଥାଟା ମୁଁ ତାଙ୍କମାନଙ୍କୁ ପଚାରୁଛି, ଖରାପ କେଉଁମାନଙ୍କୁ କୁହାଯାଏ? ଯିଏ ଚରିତ୍ରହୀନା, ସ୍ୱାମୀ ଥାଇକି ଯିଏ ଆଡ଼େ ସାଡ଼େ ନାଟ କରେ, 1ରେ। 2ରେ କେଉଁମାନେ ଖରାପ? ଯିଏ ପରର ଘର ଭାଙ୍ଗନ୍ତି, ତାକୁ କୁହନ୍ତି ଖରାପ ଝିଅ। 3ୟରେ ମୋ ଶାଶୁ ଶ୍ୱଶୁରଙ୍କୁ ମୁଁ ରାନ୍ଧି ବାଡ଼ିକି ଖାଇବାକୁ ଦେଇନଥିଲି? ଯେତିକି ଦିନ ମୁଁ ରହିଥିଲି ମୁଁ ତାଙ୍କୁ ରୋଷେଇ କରି ଖାଇବାକୁ ଦେଇନି? ନା ମୁଁ ତାଙ୍କୁ ବାଡ଼ଉଥିଲି, ନା ମୁଁ ତାଙ୍କୁ ଗାଳି କରୁଥିଲି, ନା ତାଙ୍କର ମୁଁ କ'ଣଟା ଅସୁବିଧା କରିଥିଲି? କ'ଣ ମୋ ସ୍ୱାମୀର ଭଲ ସ୍ତ୍ରୀ କ'ଣ? ମୁଁ ମୋ ସ୍ୱାମୀ ଥାଇକି ମୁଁ ଯାଇକି ଆଉ କେଉଁ ଟୋକା ସହିତ ଗପୁଥିଲି? ନା କ'ଣ ମାନେ ଖରାପ, ମାନେ ଯେଉଁ ଖରାପଟା ମୋତେ କହିଲ, କେଉଁ ଇଏକୁ ନେଇକି ଖରାପ ମୋତେ କହିଲ? କେଉଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହୁଏନି? ମୁଁ ତା ସ୍ତ୍ରୀଟି, ମୋର ନଥିଲା ଅଧିକାର ମୋ ସ୍ୱାମୀ ଉପରେ ଯେ ମୋ ସ୍ୱାମୀକୁ ଗୋଟେ ଭଲ ମନ୍ଦ ଆକଟ କରିବା? ତମେମାନେ ସବୁ ସାଙ୍ଗସାଥି ମାନେ ଥିଲ, ସେଥିରେ ଡ୍ରିଙ୍କସ୍ କରୁଥିଲା, ତୁମେ ଜାଣିଥିଲ ଟି ତାର ଏତେ କୋଲେଷ୍ଟ୍ରଲ୍ ହେଇଗଲାଣି? ମୁଁ ତ ଜାଣିନଥିଲି, ତୁମେ ଜାଣିଥିଲ? କାହିଁ ଅଟକେଇଲନି କି ଭାଇ ତୁମର ଏତେ କୋଲେଷ୍ଟ୍ରଲ୍ ହେଇଗଲାଣି, ତୁମେ କ'ଣ ପାଇଁ ପିଉଛ, କ'ଣ ପାଇଁ ଚିକେନ୍ ମଟନ୍ ଖାଉଛ, ତୁମ ଦେହ ଖରାପକୁ ଦେହକୁ ଦେଖ କି ଡକ୍ଟର ଦେଖ, କାହିଁ ତ କହିଲନି? ମରିଗଲା ପରେ ତୁମକୁ କ'ଣ ଡାଇରେକ୍ଟ ଯାଇ କହିଲ ଏଇ ଝିଅଟା ପାଇଁ ମରିଗଲା? ନା, ତୁମେ ତ ପୁରା ଭଗବାନ ହେଇଗଲ ଆଉ, ନା ସବୁ ଜାଣିଦେଲ ନା। କ'ଣ ଆଉ ତୁମକୁ ମୁଁ କହିବି? କାହିଁକିନା ମୋର ଭାଗ୍ୟ ଖରାପ, ମାନେ ବିନା ଦୋଷରେ ବି ମୁଁ ଆଜି ବହୁତ କିଛି କଥା ଶୁଣୁଛି। ମୋତେ ଯେତିକି ବେଜ୍ଜିତ କରେଇଛ ସମସ୍ତେ ମିଶିକି, ଯେତିକି ବେଜ୍ଜିତ କରେଇଛ, ଗୋଟେ କଥା ମନେ ରଖ, ତୁମକୁ ଦ୍ୱିଗୁଣ ସମୟ ଦିନେ ଫେରେଇବ ନିଶ୍ଚିନ୍ତ। ସେଇଦିନ ତୁମେ ମୋ କଥା ମନେ ପକାଇବ, ତୁମକୁ ଏଇ ଜନ୍ମରେ ହିଁ ମିଳିବ ସେଇଟା। ତୁମେ ଯେତିକି ମୋତେ, ମୁଁ ଆଜି ଗୋଟେ ବିଧବା ଲୋକ, ତୁମେ ମୋତେ ଯେତିକି କଷ୍ଟ ଦେଉଛ, ମୋର ଦୁନିଆରେ କେହି ନାହାନ୍ତି। ତୁମେ ମୋତେ ଯେତିକି ଜାଣିକି କଲବଲ କରୁଛ, ମୋତେ କଷ୍ଟ ଦେଉଛ, ମୁଁ ଯେଉଁ କଷ୍ଟ ଦୁଃଖରେ ମୋ ପୁଅକୁ ବଢ଼ଉଛି, ଯେଉଁ କଷ୍ଟ ଦୁଃଖରେ ଦିନ କାଟୁଛି, ରାତି ଦିନ କାନ୍ଦୁଛି, ତୁମେମାନେ ସମସ୍ତେ କାନ୍ଦିବ ଦିନେ, ମନେ ରଖ। ଏଇଥିରେ ଯେଉଁମାନଙ୍କର ବି ହାତ ଅଛି। ଆଉ ଗୋଟେ କଥା ହେଲା, ଯିଏ ମୋ ସ୍ୱାମୀ ବଞ୍ଚିଥିଲା ବେଳେ ଯେଉଁମାନେ ମୁଣ୍ଡ ପୁରେଇକି ମୋ ଲାଇଫକୁ ପୁରା କଲବଲ କରିଛନ୍ତି, ମୋତେ ରଖେଇ ବସେଇ ସେଠି ଶାଶୁଘରେ ଦେଲେନି, ମୁଁ ବାଧ୍ୟ ହୋଇକି ଆସି ବାପ ଘରେ 6 ମାସ ରହିଲି। 6 ମାସ ଭିତରେ ମୋ ସ୍ୱାମୀଙ୍କର ଡେଥ୍ ହେଲା। ତାପରେ ବି ଏବେ ବି ମୋ ପଛେ ଲାଗିଛନ୍ତି, ମୋ ପୁଅକୁ ତ ପଚାରୁନାହାନ୍ତି। ମୋ ସ୍ୱାମୀର ପ୍ରତ୍ୟେକଟି ଜିନିଷକୁ ସେମାନେ ସବୁ ନେଇଯାଇଛନ୍ତି, ମୋ ସ୍ୱାମୀର, ମୋର, ମୋ ପିଲାର ଜିନିଷ। ମୁଁ ଏତିକି ଈଶ୍ୱରଙ୍କୁ କହୁଛି, ଯଦି ସତରେ ଭଗବାନ ଦୁନିଆରେ ଥିବେ, ଯଦି ସତରେ ଭଗବାନଙ୍କର କିଛି ମହିମା ଥିବ, ଧର୍ମ ଯଦି ସତ୍ୟରେ ଥିବ, ସେ ଯେଉଁ ଜିନିଷ ମୋର କି ମୋ ସ୍ୱାମୀର ନେଇଛନ୍ତି ଭୋଗ ନ କରିପାରନ୍ତୁ, ବାସ୍ ସେତିକି ନିଅ, ଠିକ୍ ଅଛି, ଖାଲି ଭୋଗ କରିପାରିଲେ ହେଲା। ସେଇଟା ବହୁତ ହେଇଗଲାଣି। ମାନେ ଯଦି ମାନେ ନ ଜାଣିକି କେବେ କାହାକୁ ଖରାପ କୁହନି, ସମସ୍ତେ ନିଜ ସୁବିଧାଟା ଦେଖୁଛ। ପରର ମାନେ ମୋ ସ୍ୱାମୀ ଥିଲାବେଳେ ସମସ୍ତେ ମୋ ସ୍ୱାମୀକି ୟୁଜ୍ କରୁଥିଲ ନା, ଆକୁ ସାହାଯ୍ୟ କରିବ ପଇସା, ତା କାମରେ ଯିବ, ତା କାମରେ ଯିବ। ମୋ ପୁଅ ଯେଉଁ 2 ବର୍ଷର ପୁଅ, କେଇଟା ଗୋଟେ ଲୋକ ପଚାରୁଛ କହିଲ? କେଇଟା ଲୋକ ପଚାରୁଛ ମୋ ପିଲା କେମିତି ବଞ୍ଚିଛି? ହଁ, କିଏ ପଚାରୁଛ? ସେଇ ମୁଁ ଖରାପ ହୁଏ କି ମୁଁ ଯାହା ହୁଏ, ମୁଁ ତୁମେ ଖରାପ କହିଲେ ମୁଁ କେବେ ଖରାପ ହେଇଛି? ମୁଁ କହିଲି ମୁଁ ଚରିତ୍ରହୀନା ନୁହେଁ କି କେଉଁ ଟୋକାଙ୍କ ସହିତ ମୁଁ ଗପୁନି, ନା ମୁଁ ଖରାପ କାର୍ଯ୍ୟ କରୁନି, ନା ମୁଁ କାହା ଘର ଭାଙ୍ଗେନି, ନା ଆ ଘର ନେଇ ଆ କଥା ନେଇକି ତା ଆଗରେ ବି ମୋ ଜୀବନରେ ମୁଁ କହେନି, କି ମୁଁ ସେଇଭଳିଆ ଚୁଗୁଲାମି ଛୁଆ ନୁହଁ। ତ ତୁମେମାନେ ଖରାପ କହିଲେ ମୁଁ ଖରାପ ହେଇଯିବିନି, କାହିଁକିନା ମୁଁ ଖରାପ କାର୍ଯ୍ୟ ହିଁ କରୁନି। ତୁମମାନଙ୍କ କଥା ତୁମେ ନିଜେ କହିବ, ନିଜେ ଭୋଗ କରିବ, ମୋର କିଛି କହିବାର ନାହିଁ।
बहुत कथा हो गला मुझे कौच मो स्वामीर जिनस मोर जिनस जो मैंने नहीं कि आज रखी भोग करुँच नई भोग न करें